ଯାତ୍ରାରେ ଏବେ ବିବାଦ ଲାଗି ରହିଛି କଳାକାର ଏବଂ ମାଲିକଙ୍କ ମଧ୍ୟରେ। ଏ ବିବାଦ କାହିଁକି ଲାଗି ରହିଛି, ବିବାଦ ଲାଗିବାର କାରଣ କ'ଣ? ଆମ ସାଙ୍ଗେ ଅଛନ୍ତି ସିନେ ସମୀକ୍ଷକ ଦିଲ୍ଲୀପ ହାଲି ସାର୍, ତାଙ୍କ ସହ ଆଲୋଚନା କରିବା। ଆଜ୍ଞା, ଆପଣଙ୍କୁ ଗଣତନ୍ତ୍ର ଓଡ଼ିଶାକୁ ସ୍ୱାଗତ। ଯାତ୍ରାରେ ଆପଣ ଦେଖୁଥିବେ, ଏବେ ନ୍ୟୁଜ୍ରେ ସୋସିଆଲ ମିଡ଼ିଆରେ ଦେଖୁଥିବେ ଯେ ମାଲିକ ଏବଂ କଳାକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏ ବିବାଦ କାହିଁକି ଲାଗି ରହିଛି ଆଜ୍ଞା? ଶୁଣନ୍ତୁ, ହଠାତ୍ କିଛି ମାଲିକ ସେମାନେ ତାଙ୍କର ପ୍ରଭାବ ବିସ୍ତାର କରିବା ପାଇଁ ଲାଗୁଛନ୍ତି। ପରସ୍ପର ଭିତରେ ଯେଉଁ କିଣାବିକା ଚାଲୁଛି, ଏମିତି କଳାକାର ଆର୍ଥିକ ଦିଗରୁ ଏତେ ସ୍ୱଚ୍ଛଳ ନଥିଲେ ମଧ୍ୟ ତାଙ୍କ ଭଲ ଭଲ କଳାକାରମାନଙ୍କୁ ଅଧିକା ଟଙ୍କାର ପ୍ରଲୋଭିତ କରିକି ଯେଉଁ ଭୂମିକା ସବୁ ମାଲିକମାନେ ନେଉଛନ୍ତି, ଏଇଟା ଆଦୌ କରିବା କଥା ନୁହେଁ। ଯାହାଫଳରେ ଏମାନେ ହେବା ଫଳରେ ଗୋଟେ ତିକ୍ତତା ବଢ଼ୁଛି। ମୁଁ ଏଇ ଦଳରେ ଅଛି, ମୋତେ ଲୋଭ ହେଲା ମୁଁ କୋଟିଏ ଟଙ୍କା ଅନ୍ୟ ଦଳରୁ ପାଇବି, ତେଣୁକରି ବର୍ଷ ତମାମ ଭିତରେ ଆଉ ଯେଉଁ ଗୋଟେ ଦଳକୁ ଯିବି, ୟାଠୁ ଆଡ଼ଭାନ୍ସ ଆଣିଥିବି, ତାର କଣ୍ଟାକ୍ଟ ସରିନଥିବ, ମୁଁ ତା ପଟକୁ ପଳେଇବି। ଏଇଟା ହେଲେ କ'ଣ ଗୋଟେ ଦ୍ୱନ୍ଦ୍ୱ ଉପୁଜୁଛି, ମାନେ ପରସ୍ପର ଭିତରେ ଗୋଟେ ସମନ୍ୱୟର ଅଭାବ ଘଟୁଛି। ଯାହାଫଳରେ କି ସେମାନେ ତାଙ୍କ ଭିତରେ ତିକ୍ତତା ବଢ଼ିକି ଗଣ୍ଡଗୋଳ ହେଉଛି, ବାକ୍ବିତଣ୍ଡା ହେଉଛି, ବାଡ଼ିଆବାଡ଼ି ହେଉଛନ୍ତି, ଗଣ୍ଡଗୋଳ ହେଉଛି। ଏଇଟା ଆଦୌ ଗ୍ରହଣୀୟ ନୁହେଁ। ଗୋଟେ ମାଲିକ ସଂଘ ଅଛି, ଗୋଟେ କଳାକାର ସଂଘ ଅଛି। ଯାହା ବି ହେଉଛି, କଳାକାରମାନଙ୍କର ଗୋଟେ ଗାଇଡ଼ଲାଇନ୍ ପ୍ରସ୍ତୁତ କରିବା ଦରକାର, ଯେଉଁଟାକି ସେମାନେ ଇଏ କରିବା ଦରକାର। କଳାକାରମାନଙ୍କୁ ଗୋଟେ ଗାଇଡ଼ଲାଇନ୍ ପ୍ରସ୍ତୁତ ନହେଲେ କ'ଣ ହେଉଛି ଯେ ସେମାନେ କେତେବେଳେ କେଉଁ ସମୟରେ କାହାକୁ କହୁଛନ୍ତି, ଯେଉଁଟାକି ଖରାପ ଭାବରେ ମାଲିକମାନେ ତାକୁ ହଜମ କରିପାରୁନାହାନ୍ତି। ସେମାନେ ମଧ୍ୟ କେଉଁଠି ନା କେଉଁଠି ମାଲିକମାନଙ୍କୁ ତାଙ୍କୁ ବାଡ଼େଇବାଟା ହେଉ, ତାଙ୍କ ବିରୁଦ୍ଧରେ ଗାଳି ହେଉ, ଏସବୁ ଜିନିଷ କରୁଛନ୍ତି। ଆମେ ଗୋଟେ ସମନ୍ୱୟ ରକ୍ଷା କରିକି ଯଦି କରିବା, ଯେମିତି ପିୟୁଷ ଆଜି ଯାହା ବି ପଇସା ନେଇଥିଲା ସେ ପଇସା ଫେରେଇ ସେ ତାର ପୁଣି ଗୋଟେ ସମନ୍ୱୟର ଭିତରେ ମାଲିକମାନେ ବସି ଏକାଠି ହେଇ ତାଙ୍କ ଭିତରେ ଅଣ୍ଡରଷ୍ଟାଣ୍ଡିଂ ହେଇକି ତ ପୁଣି ପଇସା ଫେରିଆ ହେଲା ନା ନାହିଁ। ସେଇଭଳିଆ ଯଦି ଏଇସବୁ ବାକ୍ବିତଣ୍ଡା ହେଲେ କ'ଣ ହେବ ନା, ଏଇଟା ଗୋଟେ ସାଧାରଣ ଲୋକଙ୍କ ଭିତରେ ଗୋଟେ ଖରାପ ପ୍ରଭାବ ପଡ଼ିବ। ଯେମିତିକି ସିନେମା ଜୟରେ ଏମିତିଆ କିଛି ଲୋକ ହଠାତ୍ ଆସି ପ୍ରଯୋଜନାର ଦ୍ୱାହି ଦେଇ ଯେଉଁ ପ୍ରକାର ଭାବେ ଗୋଟେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି କଲେ, ଯାହାଫଳରେ କି ସେଠି ଓଡ଼ିଆ ସିନେମା ବର୍ତ୍ତମାନ 89 ବୟସ ହେବ ଏପ୍ରିଲ 28 କି ଲୋକ ଆସ୍ତେ ଆସ୍ତେ ଓଡ଼ିଆ ସିନେମାଠୁ ଦୂରେଇ ଗଲେ। ଏବେ ବି 3ଟି ଭଲ ସିନେମା ପଡ଼ିଛି, କିନ୍ତୁ ଲୋକ ଯାଉନାହାନ୍ତି। ଆମେ ଯେତେ କହିଲେ ବି ଭଲ ସିନେମାକୁ ଦେଖିବା, ବାସ୍ତବବାଦୀ ସିନେମାକୁ ଦେଖିବା, ଏଇଟା ତ ହେଇପାରୁନି। କାହିଁକି ହେଇପାରୁନି? ତ ପୂର୍ବରୁ ଯେହେତୁ ଗୋଟେ ଖରାପ ସିନେମାକୁ ଲୋକ ଦେଖିକି ବିତସ୍ପୃହ ହେଇଛନ୍ତି, ସେଇ ଦୃଷ୍ଟିରୁ ଭଲ ସିନେମା ପଡ଼ିଲେ ତା ଆଗରେ ଖପା ହେଇଯାଉଛି, ତା ଫ୍ଲପ୍ ହେଇଯାଉଛି। ଆଉ ଲୋକ ଗୋଟେ ପ୍ରଡ୍ୟୁସର ଯେଉଁ ଇଚ୍ଛା ଶକ୍ତି ଥାଏ, ମୁଁ କିଛିଟା ସେ ଫିଲ୍ମରୁ ପଇସା ପାଇବି, କିନ୍ତୁ ବର୍ତ୍ତମାନ ଯେଉଁ ପ୍ରକାର ହେଉଛି ସେଥିରୁ ସେ ପଇସାଟା ତାକୁ ନିଅଣ୍ଟିଆ ହେଉଛି, ଯାହାଫଳରେ କି ସେ ପଇସା ପାଉନି। ଓଡ଼ିଆ ସିନେମା ଅତୀତରେ ଯାହା ହେଉଥିଲା, ସବୁଯାକ ପ୍ରଯୋଜକ ପ୍ରାୟ କ୍ଷତି ବେଶୀ ସହୁନଥିଲା, ଲାଭ ଯଦିଓ କମ୍ ହେଉଥିଲା, କ୍ଷତି କିନ୍ତୁ ହେଉନଥିଲା। ସମସ୍ତେ ଗୋଟେ ଭଲ ଧାରାରେ ଓଡ଼ିଆ ସିନେମାର ପ୍ରଭାବ 90 ଦଶକ ପର୍ଯ୍ୟନ୍ତ ଚାଲିଲା। ତା ପରବର୍ତ୍ତୀ ସମୟରେ କିଛି ଯେମିତି ଜଲିଉଡ଼ରେ ବର୍ତ୍ତମାନ ବହୁତ ଗୁଡ଼ିଏ ବଡ଼ ବଡ଼ ବ୍ୟବସାୟୀମାନେ ଆସିକି ୟାକୁ କଣ୍ଟ୍ରୋଲ କରିବାକୁ ବସୁଛନ୍ତି, କରାୟତ୍ତ କରିବାକୁ ବସୁଛନ୍ତି। ଯାହାଫଳରେ କି ନାଟକ ବେଶୀ ନୁହଁ, ଚାକଚକ୍ୟ ଅଧିକ। ନାଟକର ଯେଉଁମାନେ କଳାକାରମାନଙ୍କୁ ସୃଷ୍ଟି କଲେ, ଆମେ କାହିଁ ଏତେ ଲକ୍ଷ ଟଙ୍କା ଦେଇକି ଏ କଳାକାରଙ୍କୁ ନେବା? ଆମେ ଭଲ ନୂଆ ପିଲାଙ୍କୁ ସୃଷ୍ଟି କରିବା। ନୂଆ ପିଲା ପଇସା ଦେବା ନେବାକୁ ନେଇ ଆପଣ ଦେଖିଥିବେ, ନରୀ ପଣ୍ଡାକୁ ଗୋଟେ କରିଥିଲେ, ଅଭିଯୋଗ କରିଥିଲେ, ତାଙ୍କୁ ଯାତ୍ରା ମାଲିକ, ତୁଳସୀ ଯାତ୍ରା ମାଲିକ ମାଡ଼ ମାରିଛନ୍ତି। ଏସବୁ ପଇସା ଦେବା ନେବାକୁ ନେଇ ମାଡ଼ ମାରିବା କେଦୂର ଠିକ୍? ଏଇଟା ଆଦୌ ଗୋଟେ କଳାକାର, ମୁଁ କହିଲି 100 ମାଲିକ ହେଇପାରିବେ, କିନ୍ତୁ ଗୋଟେ କଳାକାର ହେଇପାରିବେନି। ଗୋଟେ କଳାକାରକୁ ଗାଳି ଦେବା କି କଳାକାରକୁ ବାଡ଼େଇବା, ଏହି ପ୍ରକାର ଅଭଦ୍ରାମୀ କରିବାଟା ଗୋଟେ ମାଲିକ ପକ୍ଷେ ସ୍ପୃହଣୀୟ ନୁହେଁ। ଯଦି ସିଏ ତ କହିଲେ ଯେ ମୁଁ 34ଟା କ୍ୟାମେରା ଲାଗିଥିଲା, ଯିଏ ବି ମାଲିକ ବାଡ଼େଇବ, ଯେଉଁ କଳାକାରକୁ ଯେଉଁ ପ୍ରକାର ବାଡ଼େଇଲା, ସିଏ ଗୋଟେ ଭଲ କଳାକାର, ତାକୁ ଯେଉଁ ପ୍ରକାର ବାଡ଼େଇଲା, 34ଟା କ୍ୟାମେରା ଭିତରେ କ'ଣ ରଖି ତାକୁ ବାଡ଼େଇବ? କେବେ? ଏତେ ନୀତିନିଷ୍ଠ ଲୋକ ମୁଁ ତ କେଉଁଠି ଓଡ଼ିଶାରେ ଦେଖିନି। ଯିଏ ବାଡ଼େଇବ ସେ ବାହାରେ ବାଡ଼େଇବ ନା। ଆଉ
जे क्राइम करुच्ची सी कौन सीसीटीवी आगे बेले धरा पड़ुचे ना नहीं किंतु यात्रा मालिक से कहते सीसीटीवी लगी बाड़ी तो सीसीटीवी चेक करना कहीं सीसीटीवी पुलिस बा चेक कले सेमती किसी बाहरुनी सी कहूँ मुझे जो घर थी ता घर नहीं कि आरपट घर से किसी देखा जाऊनी बाहर पटे लोक आमको देखिपारे तेणुक जी मालिक सी चतुरता सहित बाड़ेब ना सी कौन चालाक करी बाड़ेब सी एमती कथा छल कहीदेला जे 34टा कैमेरा लोक साधारण लोक को भंडेवा उद्देश्य किंतु यहाँ आदौ ग्रहण नुहे गोटे कलाकार को धमक चमक दबा कलाकार अभद्रचित करवा यहाँ आदौ नुहे सी हाँ पैसा नहीं कि पैसा फेरेनी यहाँ तुम भितर गोटे समन्वय रक्षा करके कार्य कले यहाँ कौन सा असुविधा होता नहीं जमी पीयूष क्षेत्र में है जड़े कलाकार को बद आसिले से कलाकार को लेकिन आउ अन्य कलाकार को बहिष्कार माने यात्रा बैन करवा एटा केते ठीक शुणु ये जो ज्वर बाउल ताटिया कामुड़ा यही प्रकार हो कहली जमती ओलीउड रे किसी अवांछित लोक पशिया फल ओलीउडटा इंडस्ट्री खराब हो गला सेमती जलीउड रे से भाया किसी अवांछित व्यक्ति पशिया फल ये जलीउडटा खराब हवा को जाऊँगी पूर्वर ये समन्वय रक्षा करी कलाकार संघ मालिक संघ भितर गोटे बुझाणा हवा उचित आउ गोटे गाइडलाइन प्रस्तुत हवा उचित जो कलाकार माने एग्रीमेंट रे खिलाफ करके जाऊे प्रति गोटे नुआ नियम लागू करूँ आ जो मैंने अधिका पैसा पाते निजर आत्मरक्षा नुहे आत्मसुरक्षा नुहे आत्मस्वाभिमान काम करूँ ये कलाकार मान प्रति भलसे भद्रचित भाव में सम्मान दिंतु निश्चित भाव गोटे यात्रा जगत ता हम गोटे स्वतंत्रता आउ हम अन्य मानक आदर्श आज्ञा आ गोटे कथा आप जापारे जेहेतु आप सिने ये विशेषज्ञ आप जापारे जो यात्रा अपेक्षा सिनेमा अपेक्षा लोक मैंने यात्रा को बेसी पसंद कर यात्रा बहुत इनकम हो कलाकार बहुत इनकम कर यात्रा को लोक कहीं विशेष पसंद कर सिनेमा को बेसी विशेष कहीं पसंद करना शुणु यात्राटा हूँ गोटे मीडियम जोटा कि प्रत्यक्ष भाव में लोक से कलाकार को देखले यहीटा सीनेरी देखले ऑन द स्पॉट देखा या भीतर गोटे फरक रही यात्रा से जो भल कलाकार मानकर अभिनय को लोक पाखे देखले जो इमोशनटा आसे सेटा फिल्म रे सेटा आसेने फिल्म रे जो कलाकार माने अभिनय करती से इमोशनटा को आनिया पे चेष्टा करती आ जोटा कि बहुत कष्टदायक होता है किंतु गोटे ये जो कलाकार यात्रा जो मैंने कर घंटा तक राति अनिद्राई जो मैंने मजेकी रखुंट सी होती श्रेष्ठ कलाकार आउ फिल्म रे मत कलाकार से स्टाइल या स्टाइल भितर भिन्नता रही आमे सब बेले कलाकार को सम्मान दबा आम निजर कला समृद्धि घटो निश्चित भाव में आम जमी आलोचना करुले सिने समीक्षक दिलीप भ्याली सार सहित जे यात्रा बद लगे कारण कौन एवं कहीं यात्रा मालिक एवं कलाकार से भितर गंडगोल लगुंट से विषय आलोचना कले भुवनेश्वर ईश्वर जनक रिपोर्ट द गणतंत्र ओडिशा।